ଆମ ପାଖରେ ଯେଉଁ ସବୁ ଉତ୍ସ ଅଛି ସେଥିରୁ ଆଜି ଆମେ ଓଡ଼ିଶାର ଘରେ ଘରେ ପରିଚିତ ଗୋଟିଏ ଗ୍ରନ୍ଥ ଭିତରକୁ ଯିବା। ଆଜ୍ଞା, ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ ଭାଗବତ। ହଁ, ଆଉ ଏହି ବିଶାଳ ଗ୍ରନ୍ଥ ଭିତରୁ ଆମେ ଗୋଟିଏ ବହୁତ ରୋଚକ କାହାଣୀ ବାଛିଛୁ। ଯାହା ବ୍ୟାସଦେବ ଏବଂ ଦେବର୍ଷି ନାରଦଙ୍କ ଭିତରେ ଗୋଟେ ଆଲୋଚନା। ଏକଦମ। ଆମର ଆଜିର ଲକ୍ଷ୍ୟ ହେଉଛି ନାରଦଙ୍କ ନିଜ ମୁଖରେ ସେ ଯାହା କହିଛନ୍ତି ତାଙ୍କ ପୂର୍ବଜନ୍ମର କାହାଣୀ ତାକୁ ଟିକେ ଭଲ ଭାବରେ ବୁଝିବା। ମାନେ ପ୍ରଶ୍ନଟା ହେଉଛି ଜଣେ ସାଧାରଣ ଗରିବ ଦାସୀପୁତ୍ର କେମିତି ସମଗ୍ର ବ୍ରହ୍ମାଣ୍ଡ ବୁଲୁଥିବା ମହାନ ଦେବର୍ଷିରେ ପରିଣତ ହେଲେ। ଆଉ ଦେଖନ୍ତୁ, ଏଇଟା ଖାଲି ଗୋଟେ କାହାଣୀ ନୁହେଁ। ନା, ବିଲକୁଲ ନୁହେଁ। ଏହା ପ୍ରକୃତିରେ ଭକ୍ତି ମାର୍ଗର ଗୋଟେ କଣ କହନ୍ତି ମାନୁଆଲ ପରି। ଭାଗବତ ଦର୍ଶନର ଏଇଟା ଏକଦମ ମୂଳଦୁଆ। କରେକ୍ଟ। ଜଣେ ସାଧାରଣ ମଣିଷ କେମିତି ଈଶ୍ୱରଙ୍କ ସହ ସିଧାସଳଖ ସଂଯୋଗ କରିପାରିବ, ସେଇ ମୌଳିକ ପ୍ରଶ୍ନର ଉତ୍ତର ଏଇଠି ଲୁଚି ରହିଛି। ଠିକ୍। ତେବେ ଚାଲନ୍ତୁ ଏହାକୁ ଟିକେ ଖୋଲିକି ଦେଖିବା। କଥାଟା ଆରମ୍ଭ ହେଉଛି କୋଉଠୁ? ବ୍ୟାସଦେବଙ୍କ ଗୋଟେ ଗଭୀର କୌତୂହଳରୁ। ଆଜ୍ଞା। ସେ ନାରଦଙ୍କୁ କିଛି ପୁରା ସିଧାସଳଖ ପ୍ରଶ୍ନ ପଚାରୁଛନ୍ତି। ସେ କହୁଛନ୍ତି, ପୂର୍ବକଳ୍ପର ଏ ବିଚାର କି ରୂପେ ହେଲ ଜାତି ସ୍ମର। ବହୁତ ବଡ଼ ପ୍ରଶ୍ନ। ହଁ, ମାନେ ଗୋଟିଏ ପୁରା କଳ୍ପ ବିତିଗଲା, ଯୁଗ ଯୁଗ ବିତିଗଲା, ତାପରେ ବି ଆପଣଙ୍କୁ ନିଜ ପୂର୍ବଜନ୍ମ କଥା ଏତେ ସ୍ପଷ୍ଟ ଭାବେ ମନେ ଅଛି କେମିତି? ସମୟର ପ୍ରଭାବ କାହିଁକି ପଡ଼ିନି ଆପଣଙ୍କ ସ୍ମୃତି ଉପରେ? ଏକଦମ। ଆପଣଙ୍କ ପୂର୍ବ ଶରୀର କ'ଣ ଥିଲା, ତାର ପତନ କେମିତି ହେଲା, ଏହା ଗୋଟେ ସାଧାରଣ କଥାବାର୍ତ୍ତା ପରି ଲାଗୁନି? ନା, ଏହା ଏକ ଗଭୀର ଦାର୍ଶନିକ ଅନୁସନ୍ଧାନ। ଆଉ ଏଇ ଜାତିସ୍ମର ଶବ୍ଦଟା ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ। ତାର ଅର୍ଥ କ'ଣ? ଜାତିସ୍ମର ମାନେ ହେଉଛି ଯିଏ ନିଜ ପୂର୍ବଜନ୍ମକୁ ମନେ ରଖିପାରେ। ଦେଖନ୍ତୁ, ଭାରତୀୟ ଦର୍ଶନରେ କର୍ମ, ପୁନର୍ଜନ୍ମ ଏସବୁ ଧାରଣା ଅଛି, କିନ୍ତୁ ସାଧାରଣତଃ ଆମେ ପୂର୍ବ କଥା ଭୁଲିଯାଉ। ହଁ, କାହାରି ମନେ ନଥାଏ। ବ୍ୟାସଦେବ ଏଠି ଖାଲି ଗୋଟେ କାହାଣୀ ଶୁଣିବାକୁ ଚାହୁଁନାହାନ୍ତି। ସେ ପ୍ରକୃତରେ ଜାଣିବାକୁ ଚାହୁଁଛନ୍ତି ସ୍ମୃତି ଆଉ ଚେତନାର ପ୍ରକୃତି କ'ଣ। ଆଚ୍ଛା। କ'ଣ ଏମିତି ହେଲା ଯେ ମୃତ୍ୟୁ ଆଉ ପୁନର୍ଜନ୍ମର ଏତେ ବଡ଼ ବ୍ୟବଧାନ ପରେ ବି ନାରଦଙ୍କ ସ୍ମୃତି ଅକ୍ଷୁଣ୍ଣ ରହିଲା? ଏହା ତ ସିଧାସଳଖ ଚେତନାର ଅମରତ୍ୱ ବିଷୟ ପ୍ରଶ୍ନ। ଆଉ ନାରଦଙ୍କ ଉତ୍ତର? ସେଇଟା ତ ଆହୁରି ଆଶ୍ଚର୍ଯ୍ୟଜନକ। ସେ କୌଣସି ଦେବଲୋକର କାହାଣୀ କହୁନାହାନ୍ତି। ନା। ତାଙ୍କ ବାଲ୍ୟକାଳ ଥିଲା ଅତ୍ୟନ୍ତ ସାଧାରଣ, ବହୁତ କଷ୍ଟକର। ସେ ଜଣେ ବ୍ରାହ୍ମଣଙ୍କ ଘରେ କାମ କରୁଥିବା ଦାସୀର ଏକମାତ୍ର ପୁଅ ଥିଲେ। ହଁ, ସେ ନିଜେ କହୁଛନ୍ତି, ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ। ଭାବିଲେ ଦେହ ଶୀତେଇ ଯାଉଛି। ଗୋଟେ 5 ବର୍ଷର ପିଲା ନିଜ ମା ଉପରେ ପୁରା ନିର୍ଭରଶୀଳ। ଆଉ ତାଙ୍କ ମା ପୁଣି ଅନ୍ୟମାନଙ୍କ ସେବା କରି ଚାଲୁଛନ୍ତି। ମାଙ୍କ ସ୍ନେହ କେତେ ଥିବ? ସେ ଲେଖିଛନ୍ତି, ମୋତେ ଭୁଞ୍ଜାଇ ଅବଶେଷ ମୋର ଜନନୀ କରେ ଗ୍ରାସା। ମାନେ ପୁଅକୁ ଆଗେ ଖୁଆଇବେ, ତାପରେ ଯାହା ବଳିବ ସେ ନିଜେ ଖାଇବେ। ଏହା କୌଣସି ଦେବଶିଶୁର କାହାଣୀ ନୁହେଁ। ଏହା ଦାରିଦ୍ର୍ୟ ଆଉ ସ୍ନେହର କାହାଣୀ। ଆଉ ଏହି ଯୋଉ ନମ୍ର ଆରମ୍ଭ, ସେଇଟା ହିଁ କାହାଣୀର ସବୁଠାରୁ ଶକ୍ତିଶାଳୀ ଦିଗ। କେମିତି? କାରଣ ଏଇଟା ସୂଚିତ କରୁଛି ଯେ ଆଧ୍ୟାତ୍ମିକତା କାହାର ଜନ୍ମ, ଜାତି ବା ସାମାଜିକ ସ୍ଥିତି ଉପରେ ନିର୍ଭର କରେନି। ଭକ୍ତି ଆନ୍ଦୋଳନର ଏହା ହିଁ ତ ମୂଳ ବାର୍ତ୍ତା ଥିଲା। ଈଶ୍ୱରଙ୍କ କୃପା ପାଇବା ପାଇଁ ଆପଣଙ୍କୁ ରାଜା କି ବ୍ରାହ୍ମଣ ହେବା ଦରକାର ନାହିଁ। ସମସ୍ତଙ୍କ ପାଇଁ ରାସ୍ତା ଖୋଲା। ଏକଦମ। ସବୁଠାରୁ ଅସହାୟ, ସବୁଠାରୁ ସାଧାରଣ ପରିସ୍ଥିତିରେ ଥିବା ଲୋକ ପାଇଁ ବି ଆଧ୍ୟାତ୍ମିକ ଉନ୍ନତିର ସବୁଠୁ ବଡ଼ ଦ୍ୱାର ଖୋଲା ଅଛି। ଆଉ ଏହି କାହାଣୀ ସେହି ସମ୍ଭାବନାର ଏକ ଜ୍ୱଳନ୍ତ ଉଦାହରଣ। ଏବେ କାହାଣୀରେ ସେଇ ମୋଡ଼ ଆସୁଛି ଯାହା ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳେଇ ଦେଲା। ଆଜ୍ଞା। ସେତେବେଳେ ଚତୁର୍ମାସ୍ୟ ସମୟ ଥିଲା, ଆଉ କିଛି ଋଷି ସେହି ବ୍ରାହ୍ମଣଙ୍କ ଘରେ ଆସି ରହିଥିଲେ। ଏଇ ଛୋଟ ପିଲାଟି ତାଙ୍କ ସେବାରେ ଲାଗିଥିଲା। ସେଇଠି ବି ମୂଳଦୁଆ ପଡ଼ିଥିଲା। କିନ୍ତୁ ଋଷିମାନେ ଚାଲିଗଲେ, ଆଉ ତାପରେ ଦିନେ ହଠାତ୍ ତାଙ୍କ ମା ଗାଈ ଦୁହିବାକୁ ଯାଇଥିବା ବେଳେ ଗୋଟେ ଅଘଟଣ ଘଟିଲା। କ'ଣ ହେଲା? ଭାଗବତର ଭାଷାରେ, ଧେନୁ ଦୁହନ୍ତେ ପଥେ ବସି ସର୍ପେ ମୋଳିଲା ପାଶେ ଆସି। ଓହୋ। ଦୈବ ଯୋଗେ ସେ ଦଂଶିଲା, ତକ୍ଷଣେ ଜନନୀ ମୋ ମଲା। ସାପ କାମୁଡ଼ାରେ ତାଙ୍କ ମାଙ୍କର ସେଇଠି ହିଁ ମୃତ୍ୟୁ ହେଇଗଲା। ଭାବିବାକୁ ବହୁତ କଷ୍ଟ ହେଉଛି। ଗୋଟେ 5 ବର୍ଷର ପିଲା ପାଇଁ ତା ମା ହିଁ ତାର ପୁରା ଦୁନିଆ। ତାର ଏକମାତ୍ର ସାହା। ଆଉ ସେହି ସାହାକୁ ହରାଇବା ପରେ ସେ ତ ସମ୍ପୂର୍ଣ୍ଣ ଏକା ହୋଇଗଲା। କିନ୍ତୁ ଏଇଠି ହିଁ ସବୁଠୁ ଆଶ୍ଚର୍ଯ୍ୟକର କଥା ଘଟୁଛି। ସେଇ ଛୋଟ ପିଲାଟି ସେ ଭୟରେ କାନ୍ଦି ଭାଙ୍ଗି ପଡ଼ିବା ବଦଳରେ କିଛି ଅଲଗା କଲା। କ'ଣ କଲା? ସେ ଏହାକୁ ଈଶ୍ୱରଙ୍କ ଇଚ୍ଛା ବୋଲି ଭାବିଲା, ଆଉ କାହାକୁ କିଛି ନ କହି ଘରୁ ବାହାରି ଉତ୍ତର ଦିଗକୁ ଚାଲିବା ଆରମ୍ଭ କଲା। କେବଳ 5 ବର୍ଷର ପିଲା? ହଁ,
ପୁରା ଏକା ଈଶ୍ୱରଙ୍କୁ ଖୋଜିବାକୁ ବାହାରିଗଲା। ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ ନୁହେଁ। ଦେଖନ୍ତୁ, ଏହା ଶୁଣିବାକୁ ଟିକେ କଠୋର ଲାଗିପାରେ, ହୁଁ କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯଦି ଦେଖିବା, ହୁଁ ତାଙ୍କ ମାଙ୍କ ମୃତ୍ୟୁ ଏକ ଅଭିଶାପ ନଥିଲା, ଏକ ଆଶୀର୍ବାଦ ଥିଲା। ଆଶୀର୍ବାଦ। ଆଜ୍ଞା, କାରଣ ଏହା ହିଁ ସେହି ଶେଷ ବନ୍ଧନ ଥିଲା ଯାହା ତାଙ୍କୁ ସଂସାର ସହିତ ଯୋଡ଼ି ରଖିଥିଲା। ଆଚ୍ଛା। ସେହି 4 ମାସ ଋଷିମାନଙ୍କର ସେବା କରିବା ଦ୍ୱାରା ତାଙ୍କ ଭିତରେ ଆଧ୍ୟାତ୍ମିକତାର ମଞ୍ଜି ପତା ସରିଥିଲା। ଋଷିମାନେ ତାଙ୍କୁ କୃଷ୍ଣଙ୍କ କଥା କହିଥିଲେ, ତାଙ୍କୁ ପ୍ରସାଦ ଦେଉଥିଲେ। ତ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇସାରିଥିଲା। ହଁ, ମାଙ୍କ ମୃତ୍ୟୁ ତାଙ୍କୁ ସଂସାରରୁ ସମ୍ପୂର୍ଣ୍ଣ ବିମୁଖ କରିଦେଲା, ଯାହାକୁ ଆମେ ବୈରାଗ୍ୟ କହୁ। ଏହା ତାଙ୍କ ପାଇଁ ଏକ କ୍ଷତି ନଥିଲା, ବରଂ ତାଙ୍କର ଏକମାତ୍ର ସାଂସାରିକ ବନ୍ଧନରୁ ମୁକ୍ତି ଥିଲା। ଏକଦମ। ଏହି ଘଟଣା ତାଙ୍କୁ ତାଙ୍କର ପ୍ରକୃତ ଲକ୍ଷ୍ୟ ପଥରେ ଆଗେଇ ନେଲା। ବାଃ, ଏହି ଦୃଷ୍ଟିକୋଣରୁ ଦେଖିଲେ ତ କଥାଟା ପୁରା ବଦଳି ଯାଉଛି। ତେବେ ତାପରର ଯାତ୍ରା ସତରେ କଳ୍ପନା କରିବା କଷ୍ଟ। ସେହି ଛୋଟ ପିଲାଟି ଏକା ଏକା ଚାଲିଛି। ଅନେକ ପୁର ନଗର ଗ୍ରାମେ ବିପ୍ରଙ୍କୁ ଖୋଜି ପଥଶ୍ରମେ। ଜଙ୍ଗଲ, ପାହାଡ଼, ନଈ, ନାଳ ସବୁ ପାର ହୋଇ ଶେଷରେ ସେ କ୍ଲାନ୍ତ ଆଉ ଶୋଷିଲା ଅବସ୍ଥାରେ ଗୋଟେ ନିର୍ଜନ ଜଙ୍ଗଲରେ ପହଞ୍ଚିଲା। ସେଠି ଗୋଟେ ନଦୀ ଦେଖିଲା। ଆଉ ଶୀତଳବାରି ସ୍ନାନପାନ କରନ୍ତେ ଗଲା ମୋର୍ ଶ୍ରମ। ମାନେ ପାଣି ପିଇ ସ୍ନାନ କରି ତାର ସବୁ କ୍ଳାନ୍ତି ଦୂର ହୋଇଗଲା। ଆଉ ସେଇଠି ସେହି ନଦୀ କୂଳରେ ଗୋଟିଏ ଅଶ୍ୱତ୍ଥ ଗଛ ଥିଲା। ପବିତ୍ର ଗଛ। ସେହି ଗଛ ମୂଳରେ ବସି ସେ ଋଷିମାନଙ୍କଠାରୁ ଶିଖିଥିବା କଥା ମନେ ପକାଇଲା। ତାଙ୍କ ନିର୍ଦ୍ଦେଶ ଅନୁସାରେ ସେ ନିଜ ହୃଦୟରେ ଭଗବାନ କୃଷ୍ଣଙ୍କ ପାଦପଦ୍ମରେ ଧ୍ୟାନ କରିବା ଆରମ୍ଭ କଲା। ଆଖି ବନ୍ଦ କରି ମନକୁ ସ୍ଥିର କରି ସେ ବସି ରହିଲା। ଆଉ ତାପରେ ସେହି ଅବିଶ୍ୱସନୀୟ ମୁହୂର୍ତ୍ତ, ତାର ସବୁ ଚେଷ୍ଟା, ସବୁ ଯାତ୍ରାର ଫଳ ଯେମିତି ମିଳିଗଲା। ଆଜ୍ଞା। ସେ ଧ୍ୟାନରେ ଏତେ ମଗ୍ନ ହୋଇଗଲା ଯେ ଭଗବାନ ନିଜେ ତାର ହୃଦୟରେ ପ୍ରକଟ ହେଲେ। ବାହାରେ ନୁହେଁ, ହୃଦୟରେ। ହଁ, ବର୍ଣ୍ଣନାଟି ଏତେ ଭାବପୂର୍ଣ୍ଣ। ତକ୍ଷଣେ ପରମ ଆନନ୍ଦେ ହରି ବିଜୟ ମୋର ହୃଦେ। ଅତ୍ୟନ୍ତ ପ୍ରେମ ଭରେ ଦେହେ ଉଦ୍ଗମ ହେଲେ ତନୁ ରୁହେ। ତା ଶରୀର ରୋମାଞ୍ଚିତ ହୋଇଗଲା। ଆଖିରୁ ଆନନ୍ଦର ଲୁହ ବହିବାକୁ ଲାଗିଲା। ସେ ଲେଖିଛନ୍ତି, ଆନନ୍ଦ ସାଗରେ ବୁଡ଼ିଲି, ଉଭୟ ଲୋକନ ଜାଣିଲି। ମାନେ ସେ ନିଜକୁ ଆଉ ବାହ୍ୟ ଜଗତକୁ ପୁରା ଭୁଲିଗଲେ। ଏହି ଦର୍ଶନର ପ୍ରକୃତିକୁ ବୁଝିବା ବହୁତ ଜରୁରୀ। ଏହା କୌଣସି ବାହ୍ୟ ପ୍ରକଟୀକରଣ ନଥିଲା। ନା, ଏହା ଏକ ଗଭୀର ଆଭ୍ୟନ୍ତରୀଣ ଅନୁଭୂତି ଥିଲା। ହଁ, ହୃଦୟ ବିଜୟ। ଏଇଟା ହିଁ ଭକ୍ତି ଦର୍ଶନର ମୂଳ କଥା। ଈଶ୍ୱର ବାହାରେ ନୁହନ୍ତି, ସେ ଆମ ଭିତରେ ଅଛନ୍ତି। କିନ୍ତୁ ଏହି ଆନନ୍ଦ ବେଶୀ ସମୟ ରହିଲାନି। ନା। ସେହି ଦିବ୍ୟ ରୂପକୁ ଆହୁରି ଭଲ ଭାବେ ଦେଖିବାକୁ ସେ ଯେମିତି ଉଠିବାକୁ ଚେଷ୍ଟା କଲା, ସେହି ରୂପ ଅନ୍ତର୍ଧାନ ହୋଇଗଲା। ସେ ହରି ହୋଇଲେ ଅନ୍ତର, ଦିଶିଲା ଘୋର ଅନ୍ଧକାର। ସେଇ ଆଲୋକମୟ ଅନୁଭୂତି ପରେ ହଠାତ୍ ସବୁ ଅନ୍ଧାର ଲାଗିଲା। ସେ ବ୍ୟାକୁଳ ହୋଇ ଭିତରେ ବାହାରେ ସବୁଆଡ଼େ ଖୋଜିଲା। କିନ୍ତୁ କିଛି ପାଇଲା ନାହିଁ। ଏକ ମୁହୂର୍ତ୍ତରେ ସ୍ୱର୍ଗକୁ ଯାଇ ପରମୁହୂର୍ତ୍ତରେ ପୁଣି ପୃଥିବୀକୁ ଖସି ପଡ଼ିବା ପରି ଏକ ଅନୁଭୂତି। ଏଇ ଘଟଣାଟି ଭକ୍ତିଶାସ୍ତ୍ରର ଏକ କ'ଣ କହନ୍ତି କ୍ଲାସିକ୍ ଉଦାହରଣ। ଆଚ୍ଛା। ଏହାକୁ କୁହାଯାଏ ବିରହ ଭକ୍ତି। ବିରହ ଭକ୍ତି। ହଁ, ବିଚ୍ଛେଦ ବା ବିରହ ମାଧ୍ୟମରେ ଭକ୍ତିକୁ ଆହୁରି ମଜବୁତ କରିବା। ଯେତେବେଳେ କୌଣସି ଅମୂଲ୍ୟ ଜିନିଷ ମିଳିକି ହଜିଯାଏ, ତାକୁ ପୁଣି ଥରେ ପାଇବାର ଇଚ୍ଛା 100 ଗୁଣ ବଢ଼ିଯାଏ। ସେଇଟା ତ ସତ। ସେହି ଗୋଟିଏ ଝଲକ ତା ମନରେ ଏମିତି ନିଆଁ ଲଗାଇଦେଲା ଯେ ତାହା ଆଉ କେବେ ଲିଭିବାର ନଥିଲା। ସେହି ବିରହର ବ୍ୟାକୁଳତା ହିଁ ତାର ସବୁଠୁ ବଡ଼ ସାଧନା ପାଲଟିଗଲା। ଠିକ୍। ତେବେ ସେ ଏମିତି ବିକଳ ହେଉଥିବା ବେଳେ ତାର ସବୁ ପ୍ରଶ୍ନର ଉତ୍ତର ଆସିଲା। କିନ୍ତୁ କୋଉଠୁ? ସିଧାସଳଖ ଆକାଶର ଏକ ଗମ୍ଭୀର ମଧୁର ଅଶରୀରୀ ବାଣୀ, ଯାହା ଅମୃତ ତରଙ୍ଗିଣୀ ପରି ଶୁଭୁଥିଲା। ଆକାଶବାଣୀ? ହଁ, ଆଉ ପ୍ରଥମ ବାର୍ତ୍ତା ଥିଲା, ଏ ଜନ୍ମେ ଦେଖିବୁ ତୁ କାହିଁ ମୋହର ଆଦି ଅନ୍ତ ନାହିଁ। ମାନେ ତୁମେ ମୋତେ ଏହି ଜନ୍ମରେ ଆଉ ଦେଖିପାରିବ ନାହିଁ। ଏହା ଶୁଣିବାକୁ ତ ବହୁତ ନିରାଶାଜନକ ଲାଗୁଛି। ହଁ, ମୋତେ ବି ସେମିତି ଲାଗିଲା। କିନ୍ତୁ ତାର କାରଣ ବି ନିଶ୍ଚୟ କୁହାଯାଇଥିବ। ହଁ, ପରବର୍ତ୍ତୀ ବାକ୍ୟରେ କାରଣ ଦିଆଯାଇଛି। କ'ଣ? ଆକାଶବାଣୀ କହିଲା, କୁଜଞ୍ଜନଙ୍କର ଚିତ୍ତ କର୍ମ ବାସନାରେ ଜଡ଼ିତ। ଓହୋ, ମାନେ ତୁମର ଚିତ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇନାହିଁ। ତୁମ ଭିତରେ ଏବେ ବି ସାଂସାରିକ କର୍ମର ବାସନା ଲୁଚି ରହିଛି। ଆଚ୍ଛା, ତେଣୁ ସେ ଯୋଗ୍ୟ ନଥିଲେ। ଯେଉଁମାନଙ୍କର ଚିତ୍ତ ସମ୍ପୂର୍ଣ୍ଣ ନିର୍ମଳ ହୋଇନାହିଁ, ସେମାନେ ମୋତେ ସବୁବେଳେ ଦେଖିପାରିବେ ନାହିଁ। ଏହା ଏକ ସ୍ପଷ୍ଟୀକରଣ ଥିଲା, ଦଣ୍ଡ ନୁହେଁ। ତେବେ ମନରେ ପ୍ରଶ୍ନ ଆସୁଛି, ଯଦି ତାଙ୍କ ଚିତ୍ତ ଶୁଦ୍ଧ ନଥିଲା, ତାହେଲେ ତାଙ୍କୁ ପ୍ରଥମରୁ ଦର୍ଶନ ଦେଲେ କାହିଁକି? ବହୁତ ବଡ଼ ପ୍ରଶ୍ନ। ଏହା ଟିକେ ନିଷ୍ଠୁର ମନେ ହେଉନାହିଁ କି?
ଜଣେ ବ୍ୟାକୁଳ ଭକ୍ତକୁ ଆଶା ଦେଖାଇ ପୁଣି ତାହା ଛଡ଼ାଇ ନେବା? ଏହାର ଉତ୍ତର ବି ଆକାଶବାଣୀ ନିଜେ ଦେଉଛି। କ'ଣ କହିଲା? ତୃତୀୟ ବାର୍ତ୍ତା ଥିଲା ଦର୍ଶନର ପ୍ରକୃତ ଉଦ୍ଦେଶ୍ୟ। କୁହାଗଲା, ମୁଁ ତୁମ ମନରେ ଅନୁରାଗ ବଢ଼ାଇବା ପାଇଁ ଥରେ ମାତ୍ର ଦର୍ଶନ ଦେଲି। ଅନୁରାଗ ମାନେ ଗଭୀର ପ୍ରେମ। ହଁ, ଏକ ଅତୁଟ ଲାଗି ରହିବାର ଇଚ୍ଛା। ଏହା ପୁରସ୍କାର ନଥିଲା, ଏହା ଥିଲା ଉତ୍ପ୍ରେରକ। ଏକ ପ୍ରକାର ମୋଟିଭେସନ। ଆଜ୍ଞା, ଭକ୍ତର ଆଧ୍ୟାତ୍ମିକ ଯାତ୍ରାରେ ଏହା ଭଗବାନଙ୍କ ତରଫରୁ ଏକ ନିବେଶ। ଯେମିତି କୌଣସି ଫିଲ୍ମର ଟ୍ରେଲର ଦେଖିଲେ ଆମେ ପୁରା ଫିଲ୍ମ ଦେଖିବାକୁ ଆଗ୍ରହୀ ହୋଇଯାଉ। ବୁଝିଗଲି। ଏହା ଏକ ଟ୍ରେଲର ଥିଲା, ଯାହା ତାଙ୍କୁ ପୁରା ଯାତ୍ରା ପାଇଁ ପ୍ରସ୍ତୁତ କରୁଥିଲା। ତେବେ ଆଗକୁ କ'ଣ କରିବାକୁ ହେବ ତାର କିଛି ନିର୍ଦ୍ଦେଶ ମିଳିଲା? ହଁ, ଏକଦମ ସ୍ପଷ୍ଟ ମାର୍ଗଦର୍ଶନ ମିଳିଲା। ଚତୁର୍ଥରେ କୁହାଗଲା, ଏବେ ସାଧୁଙ୍କ ସେବା କରି ଦୀର୍ଘ ଜୀବନ ଦେହ ଧରି। ଆଉ ଦୃଢ଼ ଭକ୍ତି ମୋରେ ପାଦେ, ଚିତ୍ତେ ପ୍ରସରୁ ଅପ୍ରମାଦେ। ଅର୍ଥାତ୍ ଏବେ ତୁମର କାମ ହେଉଛି ପୃଥିବୀରେ ରହି ସାଧୁସନ୍ଥଙ୍କ ସେବା କରିବା ଆଉ ମୋ ପ୍ରତି ଅଟଳ ଭକ୍ତି ରଖିବା। ଆଉ ଶେଷରେ ଏକ ବଡ଼ ପ୍ରତିଶ୍ରୁତି। ହଁ, ପଞ୍ଚମରେ ସେହି ପ୍ରତିଶ୍ରୁତିଟି ଥିଲା, ଏ ଦେହ ଛାଡ଼ି ମୋର ଧ୍ୟାନେ, ଅନ୍ତେ ମିଳିବୁ ମୋ ଭୁବନେ। ମାନେ ଏହି ଶରୀର ତ୍ୟାଗ କଲା ପରେ ତୁମେ ନିଶ୍ଚିତ ଭାବେ ମୋ ଧାମକୁ ଆସିବ। ଆଉ ସବୁଠୁ ବଡ଼ କଥା ହେଲା, ମୋର ବିଷୟ ତୋର ମତି, କେବେ ହେ ନୋହିବୁ ଦୁର୍ଗତି। ଓହୋ, ମାନେ ମୋ ବିଷୟରେ ତୁମର ଯେଉଁ ଜ୍ଞାନ ବା ସ୍ମୃତି ଅଛି, ତାହା କେବେ ବି ଲୋପ ପାଇବ ନାହିଁ। ଏହା ହିଁ ତ ବ୍ୟାସଦେବଙ୍କ ମୂଳ ପ୍ରଶ୍ନର ଉତ୍ତର ଥିଲା। ତାଙ୍କର ସ୍ମୃତି କାହିଁକି ଅକ୍ଷୁଣ୍ଣ ରହିଲା? କାରଣ ଏହା ଥିଲା ଈଶ୍ୱରଙ୍କର ନିଜର ବରଦାନ। ତାପରେ ତାଙ୍କର ଜୀବନର ଧାରା ପୁରା ବଦଳିଗଲା। ସେହି ଆକାଶବାଣୀ ଶୁଣିବା ପରେ ତାଙ୍କ ମନରୁ ସବୁ ଦୁଃଖ, ସବୁ ବ୍ୟାକୁଳତା ଚାଲିଗଲା। ତାଙ୍କୁ ତାଙ୍କ ଜୀବନର ଲକ୍ଷ୍ୟ ମିଳିଗଲା। ହଁ, ସେ କହୁଛନ୍ତି, ଲାଜ ଭୟକୁ ପରିହରି, ହୃଦୟ ଗୋବିନ୍ଦ ନାମ ଧରି। ଅନନ୍ତ ନାମଗୁଣ ଯେତେ, ଚିତ୍ତେ ସୁମରି ଅବିରତେ। କୌଣସି ଲାଜ, ଭୟ କିମ୍ବା ମୋହ ନ ରଖି ସେ କେବଳ ଭଗବାନଙ୍କର ନାମ ନେଇ ସାରା ପୃଥିବୀ ବୁଲିବାକୁ ଲାଗିଲେ। ଆଉ ତାଙ୍କ ମନରେ ଥିଲା କେବଳ ଶାନ୍ତି ଆଉ ସନ୍ତୋଷ। ଏବଂ ଯେତେବେଳେ ତାଙ୍କର ମୃତ୍ୟୁ ସମୟ ଆସିଲା, ତାଙ୍କୁ ଏକ ଦିବ୍ୟ ଶରୀର ପ୍ରାପ୍ତ ହେଲା। ଏହା ଏକ ସାଧାରଣ ମୃତ୍ୟୁ ନଥିଲା, ଏହା ଥିଲା ରୂପାନ୍ତରଣର ଶେଷ ପର୍ଯ୍ୟାୟ। ସେ ସେହି ଦିବ୍ୟ ସତ୍ତା ସହ ମିଶିଗଲେ। ଯେମିତି ଆକାଶବାଣୀରେ ପ୍ରତିଶ୍ରୁତି ଦିଆଯାଇଥିଲା। ଏବଂ ଏହା ପରର ଘଟଣାକ୍ରମ ତାର ପରିମାପ ବ୍ରହ୍ମାଣ୍ଡ୍ୟ ସ୍ତରର। ଆଜ୍ଞା। ଆଉ ଶେଷରେ କଳ୍ପର ଅନ୍ତ ହେଲା, ଯାହାକୁ ପ୍ରଳୟ କୁହାଯାଏ। ସମଗ୍ର ସୃଷ୍ଟି ଭଗବାନ ବିଷ୍ଣୁଙ୍କ ଶରୀରରେ ଲୀନ ହୋଇଗଲା। ସେତେବେଳେ ନାରଦ ମଧ୍ୟ ପ୍ରଭୁଙ୍କ ଶରୀରରେ ପ୍ରବେଶ କଲେ। ସେ କହୁଛନ୍ତି, ପଶିଲି ତାର ଅଭ୍ୟନ୍ତରେ, ନିର୍ଲେପ ନିର୍ମଳ ଶରୀରେ। ସେ ଭଗବାନଙ୍କ ସହିତ ଏକାକାର ହୋଇଗଲେ। ଆଉ ଏହାପରେ ହଜାର ହଜାର ଯୁଗ ବିତିଗଲା। ଯେତେବେଳେ ଭଗବାନ ପୁନର୍ବାର ସୃଷ୍ଟି କରିବାକୁ ଇଚ୍ଛା କଲେ, ସେତେବେଳେ ତାଙ୍କ ନାଭିକମଳରୁ ସୃଷ୍ଟିକର୍ତ୍ତା ବ୍ରହ୍ମା ଜାତ ହେଲେ। ଏହା ହିନ୍ଦୁ ବିଶ୍ୱତତ୍ତ୍ୱରେ ସେହି ସମୟ ଆଉ ସୃଷ୍ଟିର ଚକ୍ରୀୟ ପ୍ରକୃତିକୁ ଦର୍ଶାଉଛି। ହଁ, ସବୁକିଛି ଏକ ଚକ୍ରରେ ଚାଲିଥାଏ, ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ। ଏବଂ ସେହି ବ୍ରହ୍ମା ଯେତେବେଳେ ମରିଚି ଆଦି ଋଷିମାନଙ୍କୁ ନିଜ ମନରୁ ସୃଷ୍ଟି କଲେ, ସେମାନଙ୍କ ସହିତ ନାରଦ ମଧ୍ୟ ଜନ୍ମ ନେଲେ। ମୁହିଁ ହୋଇଲି ତାଙ୍କ ସଙ୍ଗେ ସମ୍ଭୂତ ବିଧାତାର ଅଙ୍ଗେ। ଏଥର ସେ ଆଉ ସେହି ଦାସୀପୁତ୍ର ନଥିଲେ। ନା, ସେ ଥିଲେ ବ୍ରହ୍ମାଙ୍କ ମାନସ ପୁତ୍ର, ଜଣେ ଦେବର୍ଷି, ଯାହାଙ୍କର ତିନି ଲୋକରେ ଅବାଧ ଗତି ଥିଲା। ଆଉ ତାଙ୍କୁ ଭଗବାନ ନିଜେ ଏକ ବୀଣା ପ୍ରଦାନ କଲେ। ଠିକ୍। ତାଙ୍କର ବ୍ୟକ୍ତିଗତ ଯାତ୍ରା ବ୍ରହ୍ମାଣ୍ଡର ଘଟଣା ସହିତ ମିଶିଗଲା। ତାଙ୍କର ଅନ୍ତିମ ସ୍ୱରୂପ। ମାନେ ବୀଣା ବଜାଇ ତିନି ଲୋକରେ ଭଗବାନଙ୍କର ଗୁଣଗାନ କରିବା। ତାଙ୍କର ଶାଶ୍ୱତ ପରିଚୟ ଏବଂ ଉଦ୍ଦେଶ୍ୟ ପାଲଟିଗଲା। ଆନନ୍ଦେ କୃଷ୍ଣଗୁଣ ଗାଇ, ନିରତେ ଭ୍ରମେ ତ୍ରିଜଗତେ। ସେହି ଛୋଟ ପିଲାଟିର ଭକ୍ତି, ସେହି ଗୋଟିଏ ମୁହୂର୍ତ୍ତର ଦର୍ଶନ ତାଙ୍କୁ ଏହି ଅମର ପରିଚୟ ଦେଲା। କି ଅବିଶ୍ୱସନୀୟ ଯାତ୍ରା! ତେବେ ଆମେ ଦେଖିଲେ, ଜଣେ ଗରିବ ଅନାଥ ବାଳକରୁ ଜଣେ ମହାଜାଗତିକ ଋଷି। ଏହାର ମୂଳ ଚାବିକାଠି ଥିଲା ଈଶ୍ୱରୀୟ କୃପାର ସେହି ଗୋଟିଏ ମୁହୂର୍ତ୍ତ, ଗୋଟିଏ ଝଲକ, ଯାହାପରେ ଆଜୀବନ ଅଟଳ ଭକ୍ତି ଏବଂ ସମର୍ପଣ ଦ୍ୱାରା ତାକୁ ସାକାର କରାଗଲା। ଏହା ପ୍ରକୃତରେ ଦର୍ଶାଉଛି ଯେ ପରିସ୍ଥିତି ଯାହା ବି ହେଉ, ଆଧ୍ୟାତ୍ମିକ ଉନ୍ନତିର ରାସ୍ତା ସମସ୍ତଙ୍କ ପାଇଁ ଖୋଲା ଅଛି। ଶେଷରେ ଗୋଟେ କଥା ମନକୁ ଆସୁଛି। କୁହନ୍ତୁ। ଏହି କାହାଣୀ ସୂଚିତ କରେ ଯେ ପ୍ରକୃତ ରୂପାନ୍ତରଣ ସବୁବେଳେ କଠୋର ଆତ୍ମପ୍ରଚେଷ୍ଟା, ମାନେ ଯୋଗ, ତପସ୍ୟା କିମ୍ବା ଜ୍ଞାନ ମାର୍ଗରୁ ଆରମ୍ଭ ହୁଏ ନାହିଁ। ବରଂ ଏହା ଈଶ୍ୱରୀୟ କୃପାର ଏକ ଅପ୍ରତ୍ୟାଶିତ ସ୍ପର୍ଶ ବା ସ୍ପାର୍କରୁ ଆରମ୍ଭ ହୋଇପାରେ।
ଏକ ଏପରି ଅନୁଭୂତି ଯାହା ସମଗ୍ର ଜୀବନର ଦିଗ ବଦଳାଇ ଦିଏ। ଆଜ୍ଞା। ଏହାପରେ ପ୍ରକୃତ କାର୍ଯ୍ୟ ହେଉଛି ସେହି ପ୍ରାରମ୍ଭିକ ସ୍ଫୁଲିଙ୍ଗର ଯୋଗ୍ୟ ଜୀବନଯାପନ କରିବା। ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି। ହଁ, ଯେ ଆମର ଆଧୁନିକ ବ୍ୟସ୍ତବହୁଳ ଜୀବନରେ ଏପରି ଏକ ସ୍ଫୁଲିଙ୍ଗର ସ୍ୱରୂପ କ'ଣ ହୋଇପାରେ।